ଆଜି ଛୋଟ ପିଲାମାନଙ୍କ ପାଇଁ ଗୋଟେ ରଚନା ଲେଖିବା। ରଚନାଟି ହେଉଛି ଦୋଳ ପର୍ବ। ଉପକ୍ରମ। ପ୍ରଥମେ ଲେଖିବା ଉପକ୍ରମ। ଆମ ଦେଶ ଭାରତରେ 12 ମାସରେ 13 ପର୍ବ ପାଳନ କରାଯାଏ। ଏହି ପର୍ବ ଗୁଡ଼ିକ ସବୁ ଆମର ଠାକୁରମାନଙ୍କ ସହିତ ଯୋଡ଼ି ହୋଇଥାଏ। ଠାକୁର ମଣିଷମାନଙ୍କର ଚଳଚଞ୍ଚଳ ଓ ବ୍ୟସ୍ତବହୁଳ ଜୀବନକୁ ଟିକେ ବିଶ୍ରାମ ଓ ଆନନ୍ଦ ଦେବା ପାଇଁ ପର୍ବପର୍ବାଣି ଗୁଡ଼ିକ ଗଢ଼ିଛନ୍ତି। ଏହି ପର୍ବମାନଙ୍କ ମଧ୍ୟରୁ ଦୋଳ ପର୍ବ ଗୋଟିଏ ପର୍ବ ଅଟେ। ଆଚ୍ଛା, ଏହି ଦୋଳ ପର୍ବ କେବେ ଆଉ କିପରି ପାଳନ କରାଯାଏ? ଦୋଳ ପର୍ବଟି ଆମର ବସନ୍ତ ଋତୁରେ ହିଁ ଆସିଥାଏ। ଏହି ପର୍ବ ପାଇଁ ଏକ ପୁରାତନ କଥା ଅଛି। ଦ୍ୱାପର ଯୁଗରେ ସେତେବେଳେ ରାଜା କିଏ ଥିଲେ? ଶ୍ରୀକୃଷ୍ଣ ଥିଲେ। ଦ୍ୱାପର ଯୁଗରେ ଏକ ମୈତ୍ର ନାମକ ଏକ ରାକ୍ଷସକୁ ଭଗବାନ ଶ୍ରୀକୃଷ୍ଣ ମାରି ଲୋକମାନଙ୍କୁ ଶାନ୍ତିରେ ରହିବାକୁ ଦେଇଥିଲେ। ରାକ୍ଷସ ମରିବାର ଖୁସିରେ ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଫାଲ୍ଗୁନ ମାସ ପୂର୍ଣ୍ଣମୀ ଦିନ ବିମାନରେ ବସାଇ ଦୋଳ ପର୍ବ ଆରମ୍ଭ କରିଥିଲେ। ସେହି ଦିନଠାରୁ ଲୋକମାନେ ରାଧାକୃଷ୍ଣଙ୍କୁ ବିମାନରେ ବସାଇ ପ୍ରତିବର୍ଷ ଗାଁକୁ ବୁଲାଇ ନିଅନ୍ତି ଓ ଠାକୁର ସେଠାରେ ଭୋଗ ଖାଆନ୍ତି। ଏହି ଦିନଠାରୁ 5 ଦିନ ପ୍ରତି ଗାଁରେ ମେଳଣ ହୁଏ। ଗାଁରେ ଥିବା ଦୋଳବେଦୀ ସଜାଯାଏ। ସେଠାରେ ଠାକୁର ଦୋଳି ଖେଳନ୍ତି। ସେହିଦିନ ସେଠାରେ ବହୁତ ଦୋକାନ ଖୋଲାଯାଏ। ଦୋଳବେଦୀ ନିକଟରେ ଫଗୁ ଖେଳାଯାଏ। ଲୋକମାନେ ବହୁତ ଆନନ୍ଦ ପାଇଥାନ୍ତି। ଦୋଳ ପର୍ବର ଶେଷ କଥା। ପୂର୍ଣ୍ଣମୀ ଦିନ ଦୋଳ ଉତ୍ସବ ଶେଷ ହୋଇଥାଏ। ଦୋଳବେଦୀ ଉପରେ ଠାକୁରଙ୍କର ସମସ୍ତ କାମ ଶେଷ କରି ଠାକୁରଙ୍କୁ ମନ୍ଦିରକୁ ନିଆଯାଏ। ସେହିଦିନ ଗାଁର ଜ୍ୟୋତିଷ ନୂଆ ପାଞ୍ଜି ଠାକୁରଙ୍କ ନିକଟରେ ପଢ଼ନ୍ତି। ପାଞ୍ଜିରେ ଦେଶର ପରିସ୍ଥିତି, ଦେଶବାସୀଙ୍କର ଆୟବ୍ୟୟ, ବର୍ଷା ଓ ଫସଲ ବିଷୟରେ ଲୋକମାନଙ୍କୁ ଅବଗତ କରାଯାଏ। ଏହି ପର୍ବଟି ପାଳନ କରିବା ପାଇଁ ଯେଉଁମାନେ ଦୂରରେ ଥାଆନ୍ତି ସେମାନେ ନିଜ ଗାଁର ଠାକୁରଙ୍କୁ ଦେଖିବା ପାଇଁ ଓ ଟିକିଏ ଆନନ୍ଦ ପାଇବା ପାଇଁ ଦୌଡ଼ି ଆସନ୍ତି। ଦୋଳ ପର୍ବ ପ୍ରତିବର୍ଷ ଲୋକମାନଙ୍କ ମନରେ ଆନନ୍ଦ ଭରି ଦେଇଥାଏ। ଦୋଳ ପର୍ବ ଏକ ଆନନ୍ଦର ପର୍ବ ଅଟେ।